ଦିନେ ଏମିତି କାମ କରୁ କରୁ ମାଆଙ୍କ କଥା ଭାରି ମନେ ପଡ଼ିଲା। ତାଙ୍କ ହାତ ରନ୍ଧା ହିଁ ମନେ ପଡ଼ିଲା। ସିଏ ଯେତେବେଳେ ରୋଷେଇ କରୁଥିଲେ କହୁଥିଲେ କି ସବୁବେଳେ କ'ଣ ରୋଷେଇ ଘର କରୁଛ। ତ ଆଜି ବି ପୁଣି ମୁଁ ଯେତେବେଳେ ସେଇଟା ଜାଗାରେ ପହଞ୍ଚି ଯାଇଛି ତ ମୁଁ ବି ଫିଲ୍ କଲି କାହିଁକି ମାଆ ରୋଷେଇ ଘର ଭିତରେ ରହୁଥିଲେ ସବୁବେଳେ। ତ ଆଜି ମାଆଙ୍କ ହାତ ରନ୍ଧା ଖାଇବା ପାଇଁ ବହୁତ ଇଚ୍ଛା ହେଉଥିଲା। ଆଜି ଛତୁ ପତ୍ର ପୋଡ଼ା ବନେଇବି ବୋଲି ଭାବିଲି। ତ ଏଠି ମାଆଙ୍କୁ ଫୋନ୍ କରି ବୁଝି ଛତୁ ପତ୍ର ପୋଡ଼ା କେମିତି ହୁଏ ବନେଇଲି। ସିଏ ମୋତେ ରେସିପି ବତେଇଦେଲେ। ତାପରେ ମୁଁ ମାନେ ସୁନ୍ଦର କରିକି ତାଙ୍କ କହିବା ଅନୁସାରେ ଛତୁ ପତ୍ର ପୋଡ଼ାଟା ବନେଇଲି। କିନ୍ତୁ ଘରେ ତ ବନାନ୍ତି ଚୁଲିରେ ନିଆଁ କରି, ତ କଦଳୀ ପତ୍ର ଆଉ କଦଳୀ ପତ୍ରରେ ମୁଡ଼ିକି ତାକୁ ବନାନ୍ତି। କିନ୍ତୁ ଏଠି ମୁଁ କରେଇରେ ହିଁ ବନେଇଛି। ତ ଏଠି ଛତୁକୁ ମୁଁ କାଟି ନେଇଥିଲି। ଛତୁ ଆଉ ଆଳୁକୁ ତାକୁ ସନ୍ତୁଳି ଦେଲି। ତାପରେ ସୋରିଷ, ଜିରା, ରସୁଣ, କଞ୍ଚା ଲଙ୍କା କି ଶୁଖିଲା ଲଙ୍କା କିଛି ବି ଦେଇପାରିବା। ତ ତାକୁ ଗ୍ରାଇଣ୍ଡିଙ୍ଗ କରିନେଇଛି। କରିନେଇକି ଛତୁ ଆଉ ଆଳୁରେ ପଦେଇକି ଛତୁଟାକୁ ଭାଜି ନେଇଛି। ମାନେ ମସଲାଟାକୁ ଇଏ କରିଦେଇଛି। ତ ସେଥିରେ ଟିକେ କଞ୍ଚା ତେଲ, ସୋରିଷ ତେଲ ପକେଇଲି। ତାପରେ ଛତୁ ପତ୍ର ପୋଡ଼ା ରେଡ଼ି ହେଇଗଲା। ଯଦି ଆଗରୁ ଟିକେ ରେସିପିଟା ଦେଖିଥାନ୍ତି ତାହେଲେ ଆଜି ଆଉ ଟିକେ ଛତୁ ପତ୍ର ପୋଡ଼ାଟା